ডিজେ বন্ধ হওয়া দরকার কি? নিশ্চিন্ত ভাবে ডিজে বন্ধ হওয়া আবশ্যক। জনমানসରେ সাধারণ গোটে শিশু এবং বয়স্ক লোক রোগী মানক পাই এয়া সংকটদায়ক পরিস্থিতি আড়କୁ টানি নেছু যাকি মৃত্যু তাঙ্ক পাখে আনি পৌঁছি দেউছি। ଏହା ନିଶ୍ଚିନ୍ତ ଭାବରେ ସମ୍ପୂର୍ଣ୍ଣ ସମାଜ ବିରୋଧ କରିବା ଆବଶ୍ୟକ ଏବଂ ବିରୋଧ ସହିତ ବନ୍ଦ ନିଶ୍ଚିନ୍ତ ହେବା ଦରକାର। କିନ୍ତୁ ଆମେ ଦେଖୁଛୁ ଯୁବଗୋଷ୍ଠୀ ମାନେ ଉପରେ ମନା କରୁଛନ୍ତି କିନ୍ତୁ ଭିତରେ କହୁଛନ୍ତି ପୂଜା ପର୍ବଣ ହେଉ କିମ୍ବା ବାହାଘରଟି ହେଉ ଡିଜେ ବିନା କାମ ହେଇପାରିବ ନାହିଁ। ପଥଭ୍ରଷ୍ଟ ସମାଜ ବିଶୃଙ୍ଖଳତାକୁ କେଇ ଜଣ ଲୋକ ଆନନ୍ଦ ପାଇବା ପାଇଁ ଅନ୍ୟମାନଙ୍କ ଜୀବନଯାତ୍ରାରେ ଏହା ସମ୍ପୂର୍ଣ୍ଣ ଭାବରେ ମାନେ କଷ୍ଟଦାୟକ ପରିସ୍ଥିତି ଆଡ଼କୁ ଟାଣି ନେଉଛି। ଏହାକୁ ସାଧାରଣ ଲୋକ ବୟସ୍କ ବୁଦ୍ଧିଜୀବୀ ମହଲରେ ସମ୍ପୂର୍ଣ୍ଣ ନିନ୍ଦା କରାଯାଉଛି। ଏହାକୁ ବନ୍ଦ କରିବା ନିଶ୍ଚିନ୍ତ ଆବଶ୍ୟକତା ଅଛି। ତେବେ ଆପଣ ଦେଖିପାରୁଥିବେ କେବଳ ବରିଷ୍ଠ ସାମ୍ବାଦିକ ଏକା କହୁନାହାନ୍ତି, ଏ କଥାକୁ ନେଇକି ସମସ୍ତ ମନରେ କେଉଁଠି ନା କେଉଁଠି କ୍ଷୋଭ ଅଛି। କିନ୍ତୁ ଆଉ ଗୋଟିଏ କଥା, ଏହାଦ୍ୱାରା ଯେଉଁ କୁପ୍ରଭାବ ପଡ଼ୁଛି ଯେଉଁମାନେ ମାନୁନାହାନ୍ତି ତାଙ୍କ ବିଷୟରେ ଟିକେ କହିପାରିବେ ଯେ ଏହାଦ୍ୱାରା କି ପ୍ରଭାବ ମାନେ କୁପ୍ରଭାବ ପଡ଼ୁଛି? ନିଶ୍ଚିନ୍ତ ଭାବରେ କୁପ୍ରଭାବ ପଡ଼ୁଛି। ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଆବଶ୍ୟକ। ଯଦି ଆଇନଗତ କାର୍ଯ୍ୟାନୁଷ୍ଠାନରେ ଜନମାନସ ଏହାକୁ ଗ୍ରହଣ କରୁଛି ତାହେଲେ ସେମାନଙ୍କୁ ଦଣ୍ଡ ବିଧାନ କରାଯିବା ଆବଶ୍ୟକ ଅଛି। ତ କେତେ ସୁନ୍ଦର କଥା କହିଲେ ଯେ ଓଡ଼ିଶାରୁ ଡିଜେ ବ୍ୟାନ୍ ନିହାତି ଦରକାର। ତେବେ ସାର୍ ଅଛନ୍ତି, ସାର୍ ଓଡ଼ିଶାରୁ ଡିଜେ ବ୍ୟାନ୍ କରିବା କ'ଣ ନିହାତି ଆବଶ୍ୟକ? କାହିଁକିନା ବୁଦ୍ଧିଜୀବୀ ମହଲରେ ଏବଂ ବରିଷ୍ଠ ସାମ୍ବାଦିକମାନେ ମଧ୍ୟ ଏ କଥା ଉଠାଉଛନ୍ତି ଯେ ଯାହା ବି କର କିନ୍ତୁ ଡିଜେ ବ୍ୟାନ୍ କରାଯାଉ। ଯେଉଁମାନେ ରୋଗୀ ଅଛନ୍ତି, ହାର୍ଟ ପେସେଣ୍ଟ ଅଛନ୍ତି, ଛୋଟ ପିଲା ଜନ୍ମ ହେଉଛନ୍ତି କିମ୍ବା ବୃଦ୍ଧା ମାନେ ଅଛନ୍ତି, ଯେତେବେଳେ ଘରେ ରହୁଛନ୍ତି ଡିଜେ ଯାଉଛି ସେମାନେ ବନ୍ଦ କରୁନାହାନ୍ତି। ଆଉ ଦାଦାଗିରି ଦେଖେଇ ନାଲି ଆଖି ଦେଖେଇ ଆମର ବାହାଘର ହେଉଛି ମାନେ ଆମେ ବଜେଇବୁ, ତୁମେ କହିବ କିଏ, ନହେଲେ ତୁମେ ଏଠୁ ପଳାଅ, ଯେତେବେଳେ ବାହାଘର ହେଉଛି ତୁମେ ଏଇ ଜାଗା ଛାଡ଼ି ପଳାଅ। କିନ୍ତୁ ଯେଉଁମାନେ ରହୁଛନ୍ତି ସେଇ ସ୍ଥାନରେ ସେମାନଙ୍କ ପାଇଁ ଅସୁବିଧାର ମାହୋଲଟି ତିଆରି କରୁଛି। ଆପଣଙ୍କ ନଜରରେ କ'ଣ ଡିଜେ ବନ୍ଦ କରିବା ଦରକାର? ନିହାତି ଆବଶ୍ୟକ, କାରଣ ଡିଜେର ଯେଉଁ ସାଉଣ୍ଡ ଲୋକମାନଙ୍କ କାନ ବି ମାନେ ଖରାପ କରିଦେଉଛି, ଯେଉଁ ଯାହାଫଳରେ ଡିଜେଟା ବନ୍ଦ ହେବା ନିହାତି ଆବଶ୍ୟକ। ଆପଣ କ'ଣ ଡିଜେକୁ ପସନ୍ଦ କରନ୍ତିନି? ମୁଁ ପସନ୍ଦ କରେନି ଡିଜେ। କିନ୍ତୁ ଯୁବଗୋଷ୍ଠୀ ଯେତେବେଳେ ଜବରଦସ୍ତି ବଜାଉଛନ୍ତି ଏହାକୁ ନେଇକି ଆପଣଙ୍କ ମନରେ ଆସୁନଥିବ ଯେ ଆମ ପିଲାମାନେ ତ ଏନ୍ଜୟ କରୁଛନ୍ତି? ନାଇଁ, ପିଲାମାନେ ଏନ୍ଜୟ କରୁଛନ୍ତି, କଲେ କ'ଣ ହେବ? ସେଇଟା କ୍ଷତିକାରକ ଲୋକମାନଙ୍କ ପାଇଁ, ସମସ୍ତ ପାଇଁ କ୍ଷତିକାରକ। କିନ୍ତୁ ସେମାନେ ବୁଝୁନାହାନ୍ତି, ପିଲାଳିଆ ମୁଣ୍ଡ, ସେ ତାଙ୍କର ଚାଲିଛନ୍ତି ନାଚ ଗୀତରେ ମସଗୁଲ ରହୁଛନ୍ତି। ଆଉ ଏବେ ସାର୍ଙ୍କୁ ପଚାରି ବୁଝିବା, ସାର୍ ଡିଜେ କ'ଣ ନିହାତି ବନ୍ଦ କରିବା ଦରକାର? ଡିଜେ ସାର୍ ସେଟାକୁ ଲୋକଙ୍କ ପ୍ରତି ବହୁତ ସେ ଖରାପ କ୍ଷତିକାର ହେଉଛନ୍ତି, ସେଥିପାଇଁ ସେଟାକୁ ନିହାତି ଆଗେ ବନ୍ଦ କରିବା ଦରକାର। ଆମର ଆପଣ ଯେତେବେଳେ ଆପଣ ତ ବହୁତ ଥର ବାହାଘର ଭୋଜି ଯାଇଥିବେ, ଡିଜେ ବାଜୁଥିବ, ଆପଣ ଖୁସିରେ ବି ହାତ ହଲେଇକି ନାଚିଥିବେ, ଭାଙ୍ଗଡ଼ା ପରିବେଷଣ କରିଥିବେ। ତେବେ ଆପଣ ଯଦି ଚାହୁଁଛନ୍ତି ବନ୍ଦ ହେଉ, କେଉଁଭଳି ଭାବରେ ସେଥି ସାମିଲ ବର୍ତ୍ତମାନ ଆମ କହିବାକୁ ଏଇ ରିସେଣ୍ଟଲି 15 ଦିନ ତଳେ ଆମ ଗାଁରୁ 2 ଜଣ ମରିଯାଇଛନ୍ତି। କେମିତି ମଲେ? ସେ ଯେଉଁ ବାଜିଲା ପରେ ଜଣଙ୍କର କ'ଣ ହାର୍ଟ ଫାଟିଥିଲା, ସେ ମଲା। ଆଉ ଜଣେ ଘରେ ପଡ଼ି 3 ଦିନ ପରେ ପରଦିନ ମଲା। କେବଳ ଏଇ ବାହାଘରକୁ ଯାଇକି ସେ ମଦ ପିକି ଆସିକି ସେଟା ତୁରନ୍ତ ବନ୍ଦ କରିବାଟା ଭଲ। ଯେଉଁ ବ୍ରାସ୍ ଆପଣଙ୍କର ଆଗେ ଥିଲା ସେଟା ମୁଁ ଜାଣିବାର ସୁରକ୍ଷିତ ବହୁତ ଭଳିଆ। ଡିଜେ ବନ୍ଦ ହେବା ନିହାତି ଆବଶ୍ୟକ। କାହିଁକି? ବୃଦ୍ଧଙ୍କ ପାଇଁ ଅସୁବିଧା, ରୋଗୀଙ୍କ ପାଇଁ ଅସୁବିଧା, ପାଠପଢ଼ା ପିଲାଙ୍କ ପାଇଁ ଅସୁବିଧା, ରାସ୍ତାଘାଟରେ ଯାତାୟାତ ପାଇଁ ବି ଅସୁବିଧା। କେଉଁ ଦୃଷ୍ଟିରୁ ଡିଜେ ଠିକ୍ ନୁହେଁ। ଆପଣ କେବେ ଡିଜେ ଆପଣ କର୍ମକର୍ମାଣୀ କରନ୍ତି ନା? କର୍ମକର୍ମାଣୀ କରେ। ଯେତେବେଳେ କର୍ମକର୍ମାଣୀ କରନ୍ତି କୌଣସି ଜାଗାରେ ବାହାଘର କରିଥିବେ, ଡିଜେ ନ ବାଜିଲେ ତ ହେଇପାରିବ। ଡିଜେ ବାଜିଛନ୍ତି ସେମାନଙ୍କର, କିନ୍ତୁ ଯୁଗକୁ ତ ବଦଳେଇ ହେବନି ନା, ଲୋକଙ୍କୁ ତ ବୁଝେଇ ହେବନି ନା। ଡିଜେ ନହେଲେ ମାତାଲ ଯଦି ନ ମାତିଲେ ବାହାଘର ଦେବନି। ହଁ ହାର୍ଟ ହେଇପାରେ, ରୋଗୀ କହିଲି, ରୋଗୀକି ବି ଅସୁବିଧା, ବୃଦ୍ଧଙ୍କୁ ଅସୁବିଧା, ଚାଲିବା ଲୋକଙ୍କୁ ବି ଅସୁବିଧା। ତେବେ ଡିଜେ ବାଜିବା ଡିଜେ ବାଜିଲା ଝିଅ ଛୁଆଙ୍କ ବି ବେଶୀ ଅସୁବିଧା। ଆଜିକାଲି ଯେଉଁ ନାରୀ ଦର୍ଶନ ଚାଲିଛି ୟା ପାଇଁ ବେଶୀ, କାହିଁକିନା ସେମାନେ ବି ଡିଜେରେ ନାଚିବେ। ପୁଅ ଝିଅ ସମସ୍ତେ ଏକା ସାଙ୍ଗରେ ହେଇଗଲେ, ଯେଉଁଟାକି ତାପରେ କେସ୍ ହେବ, ଦୁନିଆ ଝାମଲା ହେଇଯିବ। ଝିଅମାନଙ୍କର କ'ଣ ଅସୁବିଧା? ଝିଅମାନଙ୍କର ଅସୁବିଧା, ଡିଜେ ରାତିରେ ନାଚିବେ, ପାଗଳ ହେଇଗଲେ ନାଚିକିରି, ହେବ କ'ଣ? ଏଇଟା କ'ଣ ସଂସ୍କାର ଆମ ହିନ୍ଦୁ ସମାଜର? ଆଚ୍ଛା, ଆଉ ଗୋଟେ କଥା, ଡିଜେ ବାଜିଲା ଯେଉଁ ଯୁବଗୋଷ୍ଠୀ ମାନିଲେନି ଠିକ୍ ଅଛି, ଆପଣ ଏ କଥାକୁ କେବେ କୌଣସି ଜାଗାରେ ଉଠେଇଛନ୍ତି ଯେ ଡିଜେ କମ୍ ସାଉଣ୍ଡ ଦେବା କିମ୍ବା ଅଳ୍ପ ସ୍ୱଳ୍ପ ଆମେ ଉଠେଇଛୁ ନାହିଁ ବୋଲି? ଆମ ପାଇଁ ତ ସେତେ ସୁଯୋଗ ନାହିଁ। କହିଲା ମାନେ ଆଜିକାଲି ଡିଜେ ମାତାଳ ଦୁନିଆ କଥା ପାଖରୁ ଗାଳି ଶୁଣିବେ, ଗୁଲ ଶୁଣିବେ, ଚୁପ୍ ହେଇକି ରହିବେ। କାହାକୁ କହିବେ? ପ୍ରଶାସନକୁ କହିବେ, ଥାନାକୁ କହିବେ, କେହି ଶୁଣିବେ? ସେ ସମୟରେ କେହି ଶୁଣିବେନି। ବାହାଘର ହେଉଛି ମାନେ ଶୁଭ କାର୍ଯ୍ୟରେ କେବେ ଆଘାତ କରିବେ? ବାହାଘର କ'ଣ ଆଜିକାଲି ସୁଧ ଘରେ ଯଦି ଡିଜେ ନେବା, ଯେ ସୁଧ ଘର ହେଉନି, ସୁଧ ଘରେ ବି ଡିଜେ ବାଜୁଛି, ସୁଧ ଘରେ ବି ଡିଜେ ବାଜୁଛି। ଯେଉଁଠି କାନ୍ଦ ବୁହାରି ବଢ଼ିଆ କଥା ସେଠି ବି ଡିଜେ ବାଜୁଛି।
ତ ଦେଖିପାରୁଥିବେ ସାର୍ ଯେମିତି କହୁଥିଲେ ମୟୂରଭଞ୍ଜର ଠାକୁରମୁଣ୍ଡାରୁ ଆସିଥିଲେ ଆଉ ତାଙ୍କର ମଧ୍ୟ କ୍ଷୋଭ ସେ ପୁଣି ଯଜମାନୀ କରନ୍ତି କର୍ମକର୍ମାଣୀ କରନ୍ତି ତେବେ ଆପଣ ଜାଣିପାରୁଥିବେ ଡିଜେ ଦ୍ୱାରା ତାଙ୍କୁ ମଧ୍ୟ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଛି ତେବେ ରାଜ୍ୟ ସରକାରଙ୍କୁ ଅନୁରୋଧ ଏ ଦିଗ ପ୍ରତି ନିହାତି ଭାବରେ ଦୃଷ୍ଟି ଦେବେ।